ପ୍ରାଚୀନ କାଳରେ ପୁରୀ ଧାମରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଜି ପରି ଭବ୍ୟ ଭାବରେ ପାଳନ କରାଯାଉଥିଲା। ସେତେବେଳେ ରାଜା, ସେବାୟତ ଓ ଭକ୍ତମାନେ ରଥଯାତ୍ରାର ପ୍ରତ୍ୟେକ ନୀତିକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରୁଥିଲେ ଓ କିଛି ପୁରାତନ ବର୍ଣ୍ଣନା ଅନୁସାରେ ସେହି ସମୟରେ ରଥଯାତ୍ରା ପାଇଁ 6ଟି ରଥ ବ୍ୟବହାର କରାଯାଉଥିଲା। ଶ୍ରୀ ଜଗନ୍ନାଥଙ୍କ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଗୁଣ୍ଡିଚା ଯାତ୍ରା ବେଳେ 3ଟି ସ୍ୱତନ୍ତ୍ର ରଥ ପ୍ରସ୍ତୁତ କରାଯାଉଥିଲା। ଏହି ରଥଗୁଡ଼ିକ ସୁନ୍ଦର କାଠ କାମ, ରଙ୍ଗ ବେରଙ୍ଗ କପଡ଼ା ଓ ପାରମ୍ପରିକ ଅଳଙ୍କାରରେ ସଜା ଯାଉଥିଲା। ଭକ୍ତମାନେ ଉଲ୍ଲାସର ସହ ରଥ ଟାଣି ମହାପ୍ରଭୁମାନଙ୍କୁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ନେଉଥିଲେ। ଗୁଣ୍ଡିଚା ମନ୍ଦିରରେ କିଛି ଦିନ ବିରାଜମାନ ହେବା ପରେ ବାହୁଡ଼ା ଯାତ୍ରାର ସମୟ ଆସୁଥିଲା। ସେତେବେଳେ ପୁଣି 3ଟି ନୂତନ ରଥ ନିର୍ମାଣ କରାଯାଉଥିଲା। ଏହି ରଥରେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରୁଥିଲେ। ଏହିପରି ଭାବରେ ଯାତ୍ରାର 2 ପର୍ଯ୍ୟାୟ ପାଇଁ 3ଟି ଲେଖାଏଁ ରଥ ବ୍ୟବହାର ହେଉଥିବାରୁ ମୋଟ 6ଟି ରଥର ଆବଶ୍ୟକ ପଡ଼ୁଥିଲା। ଏହା ପଛରେ ଏକ ବିଶ୍ୱାସ ଥିଲା ଯେ ମହାପ୍ରଭୁଙ୍କ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟ ପବିତ୍ର ଓ ସ୍ୱତନ୍ତ୍ର। ତେଣୁ ଯିବା ଓ ଫେରିବା ପାଇଁ ଅଲଗା ରଥ ବ୍ୟବହାର କଲେ ରଥର ପବିତ୍ରତା ଏବଂ ନୀତି ନିୟମ ଅକ୍ଷୁଣ୍ଣ ରହିବ ବୋଲି ମନେ କରାଯାଉଥିଲା। ପରେ ପରେ ସମୟର ପରିବର୍ତ୍ତନ ସହିତ ଏହି ପ୍ରଥା ଧୀରେ ଧୀରେ ବଦଳିଗଲା ଏବଂ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ସେହି 3ଟି ରଥକୁ ହିଁ ବ୍ୟବହାର କରାଗଲା। ତ ଏହି କାହାଣୀରୁ ଆମେ ଜାଣିଲେ ଯେ ରଥଯାତ୍ରା କେବଳ ପର୍ବ ନୁହେଁ, ବରଂ ଏହା ଓଡ଼ିଶାର ପରମ୍ପରା, ଭକ୍ତି, ଶ୍ରଦ୍ଧା ଓ ସଂସ୍କୃତିକୁ ବଜାଇ ରଖିଛି। ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦେବେ। ମୁଁ ଭିଡ଼ିଓ ପୋଷ୍ଟ କଲା ମାତ୍ରେ ସର୍ବପ୍ରଥମେ ତୁମମାନଙ୍କ ପାଖରେ ପହଞ୍ଚି ପାରିବ।